ସମସ୍ତଙ୍କୁ ନମସ୍କାର। ଯେଉଁ ଭାଇ ଭଉଣୀମାନେ ଆମର ସ୍କୁଲ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ପାଠ ପଢ଼ୁଛନ୍ତି, ଆପଣମାନଙ୍କୁ ମୋର ହାତ ଯୋଡ଼ି ଅନୁରୋଧ, ଆପଣମାନେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି ଏବଂ ସେ ସୁଯୋଗକୁ ଆପଣ ସଦୁପଯୋଗ କରନ୍ତୁ। ଏ ପୃଥିବୀ, ଭାରତବର୍ଷ ଏବଂ ବାପା ମା' ଆପଣମାନଙ୍କୁ ପାଠ ପଢ଼ିବାର ସୁଯୋଗ ଦେଇଛନ୍ତି। ତେଣୁ ପାଠ ପଢ଼ାଠାରୁ କେବେ ବି ଦୂରେଇ ରୁହନ୍ତୁ ନାହିଁ। ତେଣୁ ଆମର ଯେଉଁ ଭାଇ ଭଉଣୀମାନେ ସ୍କୁଲ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ପାଠ ପଢ଼ୁଛନ୍ତି, ଆପଣମାନଙ୍କୁ ମୋର ବାରମ୍ବାର ହାତ ଯୋଡ଼ି ଅନୁରୋଧ ରହୁଛି, ଆପଣମାନେ ପାଠ ପଢ଼ିବାର ଭରପୁର ସୁଯୋଗ ପାଇଛନ୍ତି। ସେ ସୁଯୋଗକୁ ଆପଣମାନେ ସଦୁପଯୋଗ କରନ୍ତୁ ଏବଂ ଭବିଷ୍ୟତରେ ଭାରତବର୍ଷର ଜଣେ ଜଣେ ସୁନାଗରିକ ହେବାର ସୁଯୋଗ ଲାଭ କରନ୍ତୁ। ଶିକ୍ଷା ଏମିତି ଏକ ଜିନିଷ ଯାହା ମନୁଷ୍ୟକୁ ଅନ୍ଧାରରୁ ଆଲୋକ ଆଡ଼କୁ ନେଇଥାଏ। ସେଇଥିପାଇଁ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ ମାଣ୍ଡେଲା ଶିକ୍ଷାକୁ ନେଇକି ଏକ ସୁନ୍ଦର ସଂଜ୍ଞା ପ୍ରଦାନ କରିଛନ୍ତି। ତାଙ୍କ ମତରେ ଶିକ୍ଷା ହେଉଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର, ଯେଉଁ ଅସ୍ତ୍ରକୁ ବ୍ୟବହାର କରି ତୁମେ ପୃଥିବୀକୁ ବଦଳାଇ ପାରିବ। According to former president of South Africa, education is the most powerful weapon which you can use to change the world. ତେଣୁ ପାଠପଢ଼ା ଏମିତି ଏକ ଜିନିଷ ଯାହା ମଣିଷକୁ ପରିବର୍ତ୍ତନର ରାସ୍ତା ଦେଖାଏ ଏବଂ ଅନ୍ଧାରରୁ ଆଲୋକକୁ ଆଣିଥାଏ। ତେଣୁ ଯେଉଁ ଭାଇ ଭଉଣୀମାନେ ଆମର ସ୍କୁଲ କଲେଜ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଆପଣମାନେ ପାଠ ପଢ଼ୁଛନ୍ତି ବା ପଢ଼ି ସାରିଛନ୍ତି, ଆପଣମାନେ ସେ ପାଠପଢ଼ାର ସଦୁପଯୋଗ କରନ୍ତୁ ଏବଂ ଆମର ଯେଉଁ ବାପା ମା' ଗୁରୁଜନ ଏବଂ ସାନ ବଡ଼ ଭାଇ ଭଉଣୀମାନେ ଯେଉଁମାନେ ରହିଲେ, ଆପଣମାନେ ଯେଉଁ ଭାଇ ଭଉଣୀମାନେ ସ୍କୁଲ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଛନ୍ତି, ସେମାନଙ୍କୁ ସହଯୋଗ କରନ୍ତୁ ଏବଂ ସେମାନଙ୍କୁ ସାହାଯ୍ୟର ହାତ ବଢ଼ାନ୍ତୁ, ଯାହାଫଳରେ ସେମାନେ ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହୋଇପାରିବେ। ତେଣୁ ଆମର ଗୁରୁଜନ, ବାପା ମା' ଏବଂ ସାନ ବଡ଼ ଭାଇ ଭଉଣୀମାନଙ୍କର ଭୂମିକା ହେଲା, ଯେଉଁ ଭାଇ ଭଉଣୀମାନେ ଆମର ପାଠ ପଢ଼ିବାର ସୁଯୋଗ ପାଉନାହାନ୍ତି, ସେମାନେ ଯେକୌଣସି ବର୍ଗର ହୁଅନ୍ତୁ ନା କାହିଁକି, ସେମାନଙ୍କ ଆମେ ସହଯୋଗ କରିବା ଏବଂ ସେମାନଙ୍କୁ ସାହାଯ୍ୟ କରିବା ପାଠ ପଢ଼ିବା ପାଇଁ। ହୁଏତ ଆମର ଛୋଟିଆ ସାହାଯ୍ୟ ସେମାନଙ୍କର ଜୀବନର ଗତିପଥକୁ ବଦଳାଇ ଦେଇପାରିବ। ତେଣୁ ଆମର ଅଭିଭାବକ, ଶିକ୍ଷକ, ଗୁରୁଜନ, ସାନ ବଡ଼ ଭାଇ ଭଉଣୀମାନଙ୍କ ଆପଣମାନଙ୍କୁ ମଧ୍ୟ ମୋ ତରଫରୁ ହାତ ଯୋଡ଼ି ଅନୁରୋଧ, ଆପଣମାନେ ଯେଉଁମାନେ ସ୍କୁଲ କଲେଜ ଏବଂ ବିଶ୍ୱବିଦ୍ୟାଳୟ ପାଠ ପଢ଼ୁଛନ୍ତି, ସେମାନଙ୍କୁ ପାଠ ପଢ଼ିବାରେ ସହଯୋଗ କରନ୍ତୁ, ସାହାଯ୍ୟ ସହଯୋଗ କରନ୍ତୁ ଏବଂ ଆପଣମାନଙ୍କ ଦ୍ୱାରା ଯାହା ବି ସମ୍ଭବ ହୋଇପାରିବ ଆପଣମାନେ ତାଙ୍କୁ ସାହାଯ୍ୟ କରନ୍ତୁ, ଯାହାଫଳରେ ସେମାନେ ଭାରତବର୍ଷର ଭବିଷ୍ୟତର ଜଣେ ଜଣେ ଭଲ ସୁନାଗରିକ ହୋଇକି ବାହାରିବେ। ତେଣୁ ଶିକ୍ଷା ଏମିତି ଏକ ଜିନିଷ ଯାହା ମଣିଷକୁ ପରିବର୍ତ୍ତନର ବାଟ ଦେଖାଏ ଏବଂ ଭବିଷ୍ୟତରେ ଜଣେ ଭଲ ମଣିଷ ହେବାରେ ସାହାଯ୍ୟ କରିଥାଏ। ଏବଂ ଶିକ୍ଷା ଏମିତି ଏକ ଜିନିଷ ଯାହାକି ପଇସା ଦେଇକି ନା ପାଣି ତାକୁ ବୁଡ଼େଇ ଦେଇପାରିବ, ନା ନିଆଁ ତାକୁ ଜାଳି ପୋଡ଼ି ପହଂସ କରିଦେବ। ଶିକ୍ଷା ଏମିତି ଏକ ଧନ ଯାହାକୁ ମା' ଧନ ମଧ୍ୟ କୁହାଯାଏ। ତେଣୁ ଯେଉଁ ଭାଇ ଭଉଣୀମାନେ ଆମର ପାଠ ପଢ଼ୁଛନ୍ତି, ଆପଣମାନେ ପାଠ ପଢ଼ାରେ ମନ ଧ୍ୟାନ ଦେଇକି ପାଠ ପଢ଼ନ୍ତୁ ଏବଂ ଭବିଷ୍ୟତରେ ଭଲ ମଣିଷ ହୁଅନ୍ତୁ ଏବଂ ବାପା ମା'ଙ୍କର ନାଁକୁ ଆଗକୁ ନିଅନ୍ତୁ ଏବଂ ଆମର ଏ ଭାରତବର୍ଷର ନାଁକୁ ଆପଣମାନଙ୍କ ମାଧ୍ୟମରେ ହିଁ ଆମର ସାରା ବିଶ୍ୱରେ ଚମକିବ। ତେଣୁ ଯେଉଁ ଭାଇ ଭଉଣୀମାନେ ଆମର ପାଠ ପଢ଼ୁଛନ୍ତି, ସେମାନଙ୍କୁ ମୋ ତରଫରୁ ବାରମ୍ବାର ଅନୁରୋଧ, ଆପଣମାନେ ପଛେ 2 ଦିନ ଭୋକରେ ରୁହନ୍ତୁ କିନ୍ତୁ ପାଠପଢ଼ାଠୁ କେବେ ଦୂରେଇ ରୁହନ୍ତୁନି। କଥାରେ ଅଛି, କମ୍ ଦାମର ଡ୍ରେସ୍ ପିନ୍ଧନ୍ତୁ କିନ୍ତୁ ପାଠପଢ଼ାକୁ କେବେ ଦୂରେଇ ରୁହନ୍ତୁନି। ଏବଂ ଆହୁରି ମଧ୍ୟ କଥାରେ ଅଛି, କମ୍ ଦାମର ଚପଲ ପଛେ ପିନ୍ଧନ୍ତୁ କିନ୍ତୁ ହାତରେ ବହି ଖାତା କଲମ ରହିବା ନିହାତି ଦରକାର। ତେଣୁ ଶିକ୍ଷା ଏମିତି ଏକ
ଅସ୍ତ୍ର, ଯେଉଁ ଅସ୍ତ୍ର ସାହାଯ୍ୟରେ ଜଣେ ସାଧାରଣ ମଣିଷ ମଧ୍ୟ ସାରା ବିଶ୍ୱକୁ ପରିବର୍ତ୍ତନ କରିପାରିବ। ତେଣୁ ଯେଉଁ ଆମର ରହିଲେ ଅଭିଭାବକ, ଗୁରୁଜନ, ସାନ ବଡ଼ ଭାଇ ଭଉଣୀମାନେ, ଆପଣମାନଙ୍କୁ ମଧ୍ୟ ମୋ ତରଫରୁ ହାତ ଯୋଡ଼ି ଅନୁରୋଧ, ଯେଉଁ ଭାଇ ଭଉଣୀମାନେ ସ୍କୁଲ କଲେଜରେ ପାଠ ପଢ଼ୁଛନ୍ତି ସେମାନଙ୍କୁ ସହଯୋଗର ହାତ ବଢ଼ାନ୍ତୁ ଏବଂ ଯେଉଁ ଗରିବ ଶ୍ରେଣୀର ଆମର ଛୋଟ ବଡ଼ ଭାଇ ଭଉଣୀମାନେ ଯେଉଁମାନେ ରହିଲେ ସ୍କୁଲ କଲେଜ ଏବଂ ବିଶ୍ୱବିଦ୍ୟାଳୟ ପାଠ ପଢ଼ୁଛନ୍ତି ସେଇମାନଙ୍କୁ ମଧ୍ୟ ସାହାଯ୍ୟ କରିବାର ଏବଂ ସହଯୋଗ କରିବାର ହାତ ବଢ଼ାନ୍ତୁ, ଯାହାଫଳରେ ସେମାନେ ଭବିଷ୍ୟତରେ ଜଣେ ଜଣେ ଭଲ ନାଗରିକ ଏବଂ ଭଲ ମଣିଷ ହେଇକରି ଆମ ସମାଜରେ ପ୍ରତିଷ୍ଠା ଲାଭ କରିବେ ଏବଂ ଭାରତବର୍ଷରେ ମଧ୍ୟ ସୁନାମ ଅର୍ଜନ କରିବେ ଏବଂ ଦେଶ ବିଦେଶର ଆମ ଦେଶର ନାଁ ଉଜ୍ଜଳ ହେବ। ତେଣୁ ସମସ୍ତଙ୍କୁ ଅନୁରୋଧ, ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଯଦି ଏ ଭିଡ଼ିଓଟି ଭଲ ଲାଗିଥାଏ ନିଶ୍ଚିତ ଭାବରେ କମେଣ୍ଟ ସେକ୍ସନରେ କମେଣ୍ଟ କରନ୍ତୁ, ସେୟାର, ସବସ୍କ୍ରାଇବ୍, ଲାଇକ୍ କରନ୍ତୁ।